ମୋ ନାଁ ହେଲା ଥବିର ପୂଜାରୀ, ଟିଟଲାଗଡ଼ ବ୍ଲକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଂଗଠକ। ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟଲାଗଡ଼ ବ୍ଲକ ଆଦିବାସୀ ଭବନରେ ବସବାର ପ୍ରେସ୍ ମିଟ୍ କରବାର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଆମର ଉପବିଭାଗ ଟିଟଲାଗଡ଼ ବ୍ଲକ, ସଇଁତଲା ବ୍ଲକ, ମରିବାହାଲ ବ୍ଲକ, ତୁରେକେଲା ବ୍ଲକ ଏସବୁ ଗ୍ରାମାଞ୍ଚଳରେ ବହୁତ ପରିମାଣରେ ଗ୍ରାମାଞ୍ଚଳ ଗରିବ ଦୁଃଖୀ ନିରୀହ ମାନେ ଯେନ୍ମାନେ ଗାଁ ଗହଳିରେ ରହୁଛନ୍, ଜଳ ସଙ୍କଟ ପୁରା ଅତି ଭୟାବହ ରୂପେ ସେମାନେ ଦିନ କାଟୁଛନ୍। ତେଣୁ ଆଜି ଟିଟଲାଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବର୍ତ୍ତମାନ ପାନୀୟର ଭୟାବହ ଜଳ ସଙ୍କଟ ଦେଖାଦେଇଛି। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଗରମରେ ଲୋକମାନେ ପିଇବା ପାଣି ପାଇଁ ଡହକ ବିକଳ ହେଉଛନ୍ତି। ଅନେକ ଗାଁରେ ନଳକୂଅ ଅଚଳ ହୋଇପଡ଼ିଛି, କୂଅ ଓ ପୋଖରୀ ଶୁଖିଯାଇଛି। ଫଳରେ ସାଧାରଣ ଲୋକଙ୍କୁ ପିଇବା ପାଣି ମଧ୍ୟ ମିଳୁନାହିଁ। ଏପରି ଗାଧୋଇବା, ରନ୍ଧନ କାର୍ଯ୍ୟ, ଦୈନନ୍ଦିନ ଜୀବନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପାଣିର ଅସୁବିଧା ହେଉଛି। କେବଳ ମଣିଷ ନୁହେଁ, ଗାଈ ଗୋରୁ ଅନ୍ୟାନ୍ୟ ଜୀବଜନ୍ତୁମାନେ ମଧ୍ୟ ପାଣି ଅଭାବରୁ ଦୁର୍ଦ୍ଦଶାରେ ଅଛନ୍ତି। ଅନେକ ସ୍ଥାନରେ ଲୋକମାନେ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିରେ ଜନସ୍ୱାସ୍ଥ୍ୟ ଓ ଗ୍ରାମୀଣ ଜୀବଜନ୍ତୁ ଗଭୀର ସଙ୍କଟ ମଧ୍ୟରେ ପକାଇ ଦେଇଛି। ତେଣୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟଲାଗଡ଼ ପକ୍ଷରୁ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ଦୃଢ଼ ଦାବି କରାଯାଉଛି ଯେ ଗାଁମାନଙ୍କର ସମସ୍ତ କୂଅ ପୋଖରୀ ଚହଲା ତୁରନ୍ତ ଖୋଲାଯାଉ ଓ ପୁନରୁଦ୍ଧାର କରାଯାଉ। ଅସ୍ଥାୟୀ କୂଅ ଖୋଲାଯାଉ ଏବଂ ଗଭୀର ନଳକୂଅ ସ୍ଥାପନ କରାଯାଉ। ଜଳ ସଙ୍କଟଗ୍ରସ୍ତମାନଙ୍କୁ ତୁରନ୍ତ ପାଣି ଟ୍ୟାଙ୍କରେ ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯାଉ। ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନିୟମିତ ସ୍ଥାୟୀ ପାନୀୟ ଜଳ ସୁବିଧା କରାଯାଉ। ଅଚଳ ନଳକୂଅଗୁଡ଼ିକୁ ଶୀଘ୍ର ମରାମତି କରାଯାଉ। ଯଦି ତୁରନ୍ତ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟଲାଗଡ଼ ପକ୍ଷରୁ ବିରାଟ ଗଣ ଆନ୍ଦୋଳନ କରାଯିବ ଏବଂ ଉପଜିଲ୍ଲାପାଳ ଟିଟଲାଗଡ଼ କାର୍ଯ୍ୟାଳୟ ଘେରାଉ କରାଯିବ। ଜନସାଧାରଣଙ୍କର ମୌଳିକ ଅଧିକାର ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରିବା ସରକାରଙ୍କର ଦାୟିତ୍ୱ। ତେଣୁ ଏହି ଗୁରୁତର ସମସ୍ୟାକୁ ସରକାର ଅବିଳମ୍ବେ ସମାଧାନ କରିବା ଆବଶ୍ୟକ। ତେଣୁ ଆଜି ଆମେ जिला प्रशासन के आमे और पानीय जल विभाग के जिला आदिवासी कल्याण संघरू अनुरोध करुचु तुरंत एक कार्य के पदक्षेप करी जहाँ जहाँ दरकार कार्य करने।